ଶାଢ଼ୀ ପଛରେ ଆଖିରେ ହାଣି ପୁରୁଷଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଥିଲେ ସିରିଏଲ କିଲର। ଆସନ୍ତୁ ଜାଣିବା ଏହାର ସର୍ବିଶେଷ ଖବର ବିଷୟରେ। ଶାଢ଼ୀ ପିନ୍ଧିବା ସହ ନେଉଥିଲେ ମେକଅପ୍, ଆଖିରେ କଜଳ ସାଙ୍ଗକୁ ଓଠରେ ଲଗାଉଥିଲେ ଲାଲ ଲିପଷ୍ଟିକ୍, ବୋଲ୍ଡ ଲୁକ୍ରେ ଲୋକଙ୍କୁ ଲିଫ୍ଟ ଦେଉଥିଲେ ଆଉ ଲୁଟୁଥିଲେ। ଯିଏ ପ୍ରତିବାଦ କଲା ନେଇ ଯାଉଥିଲେ ଜୀବନ। ଏମିତି ଜଣେ ସିରିଏଲ କିଲରକୁ ଧରିବା ପରେ ପୋଲିସ ଏସବୁ ଖୁଲାସା କରିଛି। ଡିସେମ୍ବର 23ରେ ପଞ୍ଜାବର ରୂପନଗରରୁ ଗିରଫ ହୋଇଥିବା ସିରିଏଲ କିଲର ରାମ ସ୍ୱରୂପ ଓରଫ ସୋଡ଼ିକୁ ପୋଲିସ ପଚରାଉଚରା ବେଳେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ସିରିଏଲ କିଲର ରାମ ସ୍ୱରୂପ କହିଛନ୍ତି ଯେ ତାଙ୍କ ଶରୀର ଏବଂ ପରିଚୟ ବିଷୟରେ ଅପମାନ ଗ୍ରହଣ କରିପାରିବେ ନାହିଁ। ତାଙ୍କର ଶେଷ ହତ୍ୟା ଘଟଣା ଏପରି ମନ୍ତବ୍ୟ ସହିତ ସିଧାସଳଖ ଜଡ଼ିତ ଥିଲା। ସେ ଦାବି କରିଛନ୍ତି ଯେ ତାଙ୍କର ଆବେଗିକ ଦୁଃଖ ତାଙ୍କୁ ଅପରାଧ କରିବାକୁ ପ୍ରେରିତ କରିଛି ଏବଂ ଗତ 18 ମାସ ମଧ୍ୟରେ ଅତି କମ୍ରେ 11 ଜଣଙ୍କୁ ହତ୍ୟା କରିଥିଲା। ସେ ମହିଳା ବେଶରେ ପୁରୁଷମାନଙ୍କୁ ପ୍ରଲୋଭିତ କରୁଥିଲେ। ମଙ୍ଗଳବାର ଦିନ ପଞ୍ଜାବର ରୂପନଗରରେ ପୋଲିସ ଗତ 18 ମାସ ମଧ୍ୟରେ 11 ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ କରିଛି। ହୋସିଆପୁରର ସୋଡ଼ି ନାମକ ଜଣେ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରାଯାଇଥିଲା ଏବଂ ପଚରାଉଚରା ବେଳେ ସେ ଜଣେ ସିରିଏଲ କିଲର ବୋଲି ଜଣାପଡ଼ିଛି। ପୋଲିସ କହିଛି ଯେ ତାଙ୍କର ପୀଡ଼ିତମାନେ ହେଉଛନ୍ତି ପୁରୁଷ, ଯାହାଙ୍କୁ ସେ ତାଙ୍କର କାରରେ ଲିଫ୍ଟ ଦେଉଥିଲେ ଏବଂ ପରେ ତାଙ୍କୁ ଲୁଟି ନେଇ ହତ୍ୟା କରୁଥିଲେ। ଏହି ହତ୍ୟା ମାମଲାରେ ସମ୍ପୃକ୍ତ ଅନ୍ୟ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଟିମ୍ ଗଠନ କରାଯାଇଛି ବୋଲି ରୂପନଗରର ଏସ୍ଏସ୍ପି ଗୁଲମିତ ସିଂ ଖୁରାନା କହିଛନ୍ତି। ପୋଲିସ କହିଛି ଯେ ଏହି ମାମଲାର ତଦନ୍ତରେ ରାମ ସ୍ୱରୂପଙ୍କୁ ଗିରଫ କରାଯାଇଥିଲା ଏବଂ ପରେ ପଚରାଉଚରା ବେଳେ ଅନ୍ୟ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ଅଧିକାରୀ କହିଛନ୍ତି ଯେ ପଚରାଉଚରା ବେଳେ ଅଭିଯୁକ୍ତ ସ୍ୱୀକାର କରିଛନ୍ତି ଯେ ଏହି ମାମଲା ବ୍ୟତୀତ ସେ ଆହୁରି 10 ଜଣଙ୍କୁ ହତ୍ୟା କରିଛନ୍ତି।